ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥା ମନେ ରଖ। ଛାଡ଼ ଖାଇବେ କଣ ଖାଇବ କଣ ଛାଡ଼ିବ, ତା ନାଁ କାହିଁକି ଛାଡ଼। ଆମେ କଣ ଓଡ଼ିଆ, ଆମର ଇଷ୍ଟ ଦେବତା ସ୍ୱୟଂ ଜଗନ୍ନାଥ ନା ନାଇଁ। ଲୋକ ତମେ ଦେଖ, ଲୋକମାନେ କାର୍ତ୍ତିକ ମାସରେ ଭାରି ନିଷ୍ଠା ନୀତି ନିୟମରେ ହଁ କି ନାହିଁ, ରହନ୍ତି ନାହିଁ। କିନ୍ତୁ କାର୍ତ୍ତିକ ମାସ ସରିବ, ପୂର୍ଣ୍ଣମୀ ଗଲା, ଆଜି ପୂର୍ଣ୍ଣମୀ ଗଲା, କାଲି ଛାଡ଼ ଖାଇ, କାଲି କେତେ ଛେଳି କେତେ କୁକୁଡ଼ା କଟା ହବ ତା ଠିକ୍ ନାହିଁ। ଛାଡ଼ ଖାଇର ମାନ କଣ ବୁଝିହଉଛି। କାର୍ତ୍ତିକ ମାସ ହଉଛି କଣ, ମହାପୂର୍ଣ୍ଣବନ୍ତ ମାସ। ଏ ମାସଟା କଣ ପୂର୍ଣ୍ଣବନ୍ତ ମାସ। ପୂର୍ଣ୍ଣବନ୍ତ ଶିବଙ୍କ ମାସ କାର୍ତ୍ତିକ ମାସ, ଫେରେ କାର୍ତ୍ତିକେୟ ମାସ, ପୁଣି ଶରତ ରାସ, କୃଷ୍ଣ ନାରାୟଣ ମାସ। ଏ ତିନିଟା ଯାକ ପଡୁଥିବା ହେତୁ ଏ ମାସକୁ କଣ କହିବେ, ପବିତ୍ର ମାସ କୁହାଯାଏ। ବୁଝିପାରିଲେ। କିନ୍ତୁ ଏଟା ହଉଛି ପବିତ୍ର ମାସ, ମହାପୂର୍ଣ୍ଣ ମାସ, କିନ୍ତୁ ଗୋଟେ ଧର୍ମ ମାସ ଅଛି। ଧର୍ମ ମାସ କିଏ ସେ ନା ମାର୍ଗଶିର ମାସ। ମାର୍ଗଶିର ମାସକୁ ବିଷ୍ଣୁ ମାସ ବୋଲି ମଧ୍ୟ କୁହାଯାଏ। ମାସେ ମୁଁ ମାର୍ଗ ଶିର ଖ୍ୟାତ, ଋତୁଙ୍କ ମଧ୍ୟରେ ବସନ୍ତ। ଷଡ଼ ଋତୁ, ତା ଭିତରେ ବିଷ୍ଣୁଙ୍କ ଋତୁ କୋଉଟାକ, ବସନ୍ତ ଋତୁ। ମାସ ଭିତରେ ବିଷ୍ଣୁଙ୍କ ମାସ କିଏ ସେ ନା ମାର୍ଗଶିର ମାସ, ନା ନାଇଁ। ମାସେ ମୁଁ ମାର୍ଗେ ଶିରଖ୍ୟାତ, ଋତୁଙ୍କ ମଧ୍ୟରେ ବସନ୍ତ, ହସ୍ତିକ ମଧ୍ୟ ଐରାବତ। ହସ୍ତିକ ମଧ୍ୟରେ କିଏ ସେ ଐରାବତ। ବୃକ୍ଷଙ୍କ ମଧ୍ୟ ଅଶ୍ୱସ୍ତତ, ବିଷ୍ଣୁ ବୃକ୍ଷ କିଏ ଅଶ୍ୱସ୍ତ। ମତ୍ସ୍ୟଙ୍କ ମଧ୍ୟରେ ମଗର, ମଗର ମାଛ ଯାହା ସେ ବିଷ୍ଣୁ ପୂଜା, ଯାହା ମଗର ମାଛ ପୂଜା ହଉଛି ସେଇଆ। ଅକ୍ଷର ମଧ୍ୟମ ଓଙ୍କାର, ଓଙ୍କାର ଜପ କରିବା ଯାହା, ସ୍ୱୟଂ କୃଷ୍ଣ ଅର୍ଜୁନ କହୁଛନ୍ତି, ହେ ଅର୍ଜୁନ ତୁ ଓଙ୍କାର ଧ୍ୱନି ନାଦ କରିବା ଯାହା, ମତେ ଚିନ୍ତା କରିବା ହଉଛି ସେଇଆ। ଅଶ୍ୱସ୍ତ ଗଛରେ ପାଣି ଦବା ଯାହା, ମତେ ବୁଝିବା ହଉଛି ସେଇଆ। ମଗର ମାଛକୁ ବୁଝିବା ଯାହା, ମତେ ବୁଝିବା ହଉଛି ସେଇଆ। ବୁଝି ହଉଛି ନା। ମାର୍ଗଶିର ମାସକୁ ନୀତି ନିୟମ ରହିବା ଯାହା, ମତେ ଡାକିବା ଯାହା, ମୁଁ ହଉଛି ସେଇଆ। ବୁଝିଗଲ। କାର୍ତ୍ତିକ ମାସରେ ଆମେ ଓଡିଆ ସବୁ, ଆମର ସବୁ ଏବେ ବୋଇତ ଯାତ୍ରା ସବୁ ନା ବାଲିଯାତ୍ରା। ସାଧବ ପୁଅ ମାନେ ବୋଇତ ଧରି ବେପାରକୁ ଯାଆନ୍ତି। ହଉଛି ନା, କୁଆଡେ ଯାଆନ୍ତି, ବଣିଜ କରିବାକୁ ବିଦେଶରୁ ସବୁ ଯାଆନ୍ତି। ଯେମିତି ଚୋର ମାନେ ଚୋରି କରନ୍ତି, କୋଉ ଦିନ କାଳୀ ପୂଜା ଦିନ ସବୁ ଆମ ଗାଁ ଗହଳିରେ କହନ୍ତି, କାଳୀ ପୂଜା ଦିନ କଣ କରିବେ, ତାଙ୍କର ଅନୁକୂଳ କରନ୍ତି। ଚୋରଙ୍କର ଅନୁକୂଳ ହଉଛି କାଳୀ ପୂଜା, ଯେମିତି କହନ୍ତି। ସେମିତି ଏହି ଦିନ, କୋଉ ଦିନ କାର୍ତ୍ତିକ ପୂର୍ଣ୍ଣମୀ, ସାଧବ ପୁଅ ମାନେ ବେପାର ବଣିଜ କରିବା ପାଇଁ ଯାଆନ୍ତି ହେଲା, ବିଦେଶକୁ ସବୁ ଯାଆନ୍ତି। ସିଏ ନ ଫେରିଲା ପର୍ଯ୍ୟନ୍ତ ତାଙ୍କର ପତ୍ନୀ ମାନେ, ତାଙ୍କର ସ୍ତ୍ରୀ ମାନେ, ବୁଝି ହଉଛି, ନିଷ୍ଠାରେ ପ୍ରଭୁଙ୍କ ପାଖେ ଆତ୍ମସମର୍ପଣ ଭାବ ରଖିଥାନ୍ତି। ବୁଝି ହଉଛି ନା। କାର୍ତ୍ତିକ ମାସ ପୂର୍ଣ୍ଣମୀ ବାସି ହେଲା କଣ ମାର୍ଗଶିର, ତେଣୁ ଆମର ଗୋଟେ ମାର୍ଗଶିର ମାସରେ ମାନ ବସେ ଓଡିଆଙ୍କର, ବସେ ନାଇଁ ନା। ମାଘ ମାସରେ ଫେରେ ଉଠେ,
କାହିଁକି ଏଇ ଯୋଉ ସାଧବ ପୁଅ ମାନେ ବେପାର କରିବାକୁ ଗଲେ, ବଣିଜ କରିବାକୁ ଗଲେ, ମାର୍ଗଶିର ଗଲେ, ସେ ମାଘରେ ଫେରିବେ। ତେଣୁ ମାଘରେ ଫେରିବା ପର୍ଯ୍ୟନ୍ତ ସାଧବ ବୋହୂ ମାନେ ସେ ନୀତି ନିୟମରେ ଆରାଧନା କରିକି ରୁହନ୍ତି, ତାମସିକ ଆହାରକୁ ବର୍ଜନ କରନ୍ତି। କିନ୍ତୁ କାଳକ୍ରମେ ଏଟା ଅପଭଂଶ ହେଇଗଲା। ରବିବାର ତାମସିକ ଆହାର ଖାଆନ୍ତି କିଏ? ସେ ନା ଫରେନର ଗୁଡା। ଆମର ଇଷ୍ଟବାର ହଉଛି ଗୁରୁବାର ଉଇଥି ରବିବାର, ନା ନାଇଁ? ସୂର୍ଯ୍ୟ ନାରାୟଣଙ୍କର ବାର ଦିନ ଆମେ କଣ କରୁଛେ? ସେଦିନ ଅନ୍ୟ ବାର ଆମିଷ ଖାଇବାନି। ମଙ୍ଗଳ ମହାଦଶା ପଡିଛି ମଙ୍ଗଳବାର ଖାଇବାନି, ଗୁରୁ ମହାଦଶା ପଡିଛି ଗୁରୁବାର ଖାଇବାନି, ଶୁକ୍ର ମହାଦଶା ପଡିଛି ଶୁକ୍ରବାର ଖାଇବାନି, ଶନି ମହାଦଶା ପଡିଛି ଶନିବାର ଖାଇବାନି, ବୁଧ ମହାଦଶା ଖରାପ ପଡିଛି ବୁଧବାର ଖାଇବାନି, କିନ୍ତୁ ରବିବାରଟା ସମସ୍ତେ ଖାଇବା। ଦେଖ ଆମ ସଂସ୍କୃତିଟା କେମିତି ଅପଭ୍ରଂଶ ହେଇଯାଇଛି, ବୁଝିହଉଛି? ରବିବାର ହଉଛି ଆମର ଇଷ୍ଟବାର। ସନାତନ ଧର୍ମୀଙ୍କ ଇଷ୍ଟବାର କିଏ? ସେ ରବିବାର। ଅନ୍ୟ ବାରେ ଖାଇବାନି ଆମିଷ, ସେଇଦିନ ଖାଇବା। ବୁଝିହଉଛି? ସେମିତି ଛାଡ ଖାଇ ମନେ କଣ? ସେଇଦିନ ଠାରୁ ସାବତ ବୋହୂ ମାନେ ନିଷ୍ଠାପର ରହି ତାମସିକ ଖାଦ୍ୟକୁ ବର୍ଜନ କରି ଏକାଗ୍ର ଭାବରେ ପ୍ରଭୁଙ୍କ ପାଖରେ ମନୋନିବେଶ କରିଥାନ୍ତି। କୋଉ ପର୍ଯ୍ୟନ୍ତ? ନା ମାଘ ମାସ ପର୍ଯ୍ୟନ୍ତ। ବୁଝିହଉଛି? ସେମାନେ ଫେରିଲା ପରେ ତାଙ୍କର କଣ ବ୍ରତ ଭଙ୍ଗ କରନ୍ତି। ଛାଡ ଖାଇ ବୋଲନ୍ତେ କାର୍ତ୍ତିକ ମାସ ଯାକ ଖାଇବାନି, କିନ୍ତୁ ମାର୍ଗଶିର ମାସ ପ୍ରଥମ ଦିନ ଆମେ ଖାଇବା। କାହିଁକି? କେତେ ଛେଳି କଟା ହଉଛି, କେତେ କୁକୁଡ଼ା କଟା ହଉଛି, କେତେ ମାଛ କଟା ହଉଛି। କାହିଁକି? ମାସକ ଯାକ ଖାଇଲେ ପାଟି ଆମ୍ବିଳା ହେଇଗଲାଣି, ଅରୁଚି ହେଇଗଲାଣି। ସବୁଠୁ ପୂର୍ଣ୍ଣବନ୍ତ ମାସ କିଏ? ସେ ମାର୍ଗଶିର ମାସ। 12 ବର୍ଷ ତପ ଏକା ଶୁଖୁଆ ପୋଡାରେ ଗଲା। କାର୍ତ୍ତିକ ମାସ ଯାକ ନିଷ୍ଠାରେ ରହିଲ, ମାର୍ଗଶିର ମାସରୁ କଣ କଲ? ବିଷ୍ଣୁ ମାସ ଆରମ୍ଭରୁ କଲ। ତେଣୁ 12 ବର୍ଷ ତପ କଣ ଗଲା? ଶୁଖୁଆ ପୋଡାରେ ଗଲା। ବଗ ଚଢେଇ ଯୋଉ ବଗ, ତମେ ଦେଖିବ ପଞ୍ଚୁକ 5 ଦିନ ସେମାନେ ଆମିଷ ଖାଆନ୍ତିନି, ସେମାନେ କାଷ୍ଟା ରୁହନ୍ତି। ପଞ୍ଚୁକ 5 ଦିନ କୋଉଠି ଗହିରରେ ବଗ ଦେଖ? ତମେ ବିଲରେ କୋଉଠି ବଗ ବସିବା ଦେଖୁଛ? ସିଏ ପକ୍ଷୀଟିଏ ହେଲେ ମଧ୍ୟ ସିଏ ଜାଣୁଛି ପଞ୍ଚୁକ ଆଇଲା, ତେଣୁ ତା ନୀତି ନିୟମ ରଖୁଛି। କିନ୍ତୁ ଆମେ ଦିଗୁଡିଆ ମଣିଷ। କାର୍ତ୍ତିକ ମାସ ଯାକ ଖାଇବାନି, ମାର୍ଗଶିର ମାସ ପ୍ରଥମରେ ଖାଇବା। ତେଣୁ ଆଠାରୁ ମହାପାପ ସଂସାରରେ ଆଉ ନାହିଁ। ଆମ କଥାଟା ବୁଝିହଉଛି? ଛାଡ ଖାଇରେ ଶାସ୍ତ୍ରରେ ଲେଖା ହେଇନି ଯେ ତମେ ମାଛ କାଟିକି ଖାଅ, ଛେଳି କାଟିକି ଖାଅ, କି କୁକୁଡ଼ା କାଟିକି ଖାଅ। ଶାସ୍ତ୍ର କହେ ସେଇଦିନ ଠାରୁ ତମେ ନୀତି ନିୟମ ରହିବ। କୋଉ ପର୍ଯ୍ୟନ୍ତ? ମାଘ ମାସ ପର୍ଯ୍ୟନ୍ତ। ତେଣୁ କଳିଯୁଗରେ ବର୍ତ୍ତମାନ ସମୟରେ କଣ ହେଇଛି? ତା ଧୀରେ 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 ବିପରୀତ ହେଇଯାଇ। ବୁଝିପାରୁଛୁ ନା ଲିଟୁ ଭାଇ? ଏରା କଣ? ବିନାଶ କାଳେ ମାଛ ମାଂସ କିଆ ଭକତ ଯେତେ ହୋଇବେ ନାଶ। ମହାପୁରୁଷଙ୍କ ବାଣୀ, ଅଚ୍ୟୁତାନନ୍ଦଙ୍କର। ଏତିକ ମାଛ ମାଂସ ଖିଆ ସବୁ। ମାଛ ଖାଇଲେ ଯେତିକି ପାପ ନୁହେଁ, ମାଉଁସ ଖାଇଲେ ତା ଡବଲ ପାପ। ମାଉଁସ ଖାଇଲେ ଯେତିକି ପାପ ନୁହଁ, ମାନେ ମାଉଁସ ମାନେ ଚିକେନ ମଟନ, ଯେତିକି ପାପ ନୁହଁ। ଥରେ ମଦ ପିଇଲେ
ତାର 3 ଦିନ ବୁଝିପାରୁଛ ନା ବୁଝିପାରୁଛ? ଶାସ୍ତ୍ରକୁ ଯୋଉମାନେ ମଦ ପିଅନ୍ତି ସେ ପିତୃପୁରୁଷକୁ ଯଦି ତର୍ପଣ କରନ୍ତି ବା ପିଣ୍ଡଦାନ କରନ୍ତି ସେମାନେ ପାଆନ୍ତି। ସେଥିପାଇଁ ଶ୍ରୀମଦ୍ ଭାଗବତ କହେ ଆମ ମନ ଗଢା ପାଠ ନୁହେଁ। ମାଛ ମାଉଁସ ମଦ୍ୟପାନ ଏ ଅଟେ ଦାନବ ଭୋଜନ, ଦେଖାଇନି ନା? କାର୍ତ୍ତିକ ମାସରେ ଠାରୁ ମାର୍ଘ ମାସ ପର୍ଯ୍ୟନ୍ତ କଣ ହବ? ନୀତି ନିୟମରେ ରହିବା ଆମ ମାନଙ୍କର କର୍ତ୍ତବ୍ୟ। ବୁଝିପାରୁଛ ନା? ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା ହରି।